ସୁଦଶା ବ୍ରତ ସ୍ପେସିଆଲ ଘରେ ଆସନ୍ତୁ ପ୍ରସ୍ତୁତ କରିବା ଆମେ ଆଜି 10 ପୁରଦିଆ ମଣ୍ଡା ପିଠା, ଯାହାକି ଖୁବ୍ କମ ସମୟରେ ହେଇଥିବ। ତୁଲତୁଲିଆ ମଣ୍ଡା ପିଠା ଏତେ ଖାଇବା ପାଇଁ ଯେମିତି ଏତେ ବହୁତ ଭଲ ଲାଗିଥାଏ ଦେଖିବା ପାଇଁ ମଧ୍ୟ। ଏବେ ଦେଖନ୍ତୁ ପିଠାକୁ ଆପଣ ଯେମିତି ତୁଲତୁଲିଆ ହେଇଥିବ ଆସନ୍ତୁ ପ୍ରସ୍ତୁତ କରିବା ଆଜି ଆମେ ନଡ଼ିଆ ଛେନା ଦିଆ ତୁଲତୁଲିଆ 10 ପୁରଦିଆ ମଣ୍ଡା ପିଠା। ନମସ୍କାର, ଜୟ ଜଗନ୍ନାଥ, ଜୟ ମଗଧ ମାନସ। ଆପଣଙ୍କ ସତୀ ରୋଷେଇ ମାନସରେ ଏବେ ଦେଖନ୍ତୁ ଚାଉଳକୁ ମୁଁ 2 କପ୍ ଚାଉଳ ନେଇଛି। ଚାଉଳକୁ ପୁରା ଭଲ ଭାବେ ଭିଜେଇ ଦେବେ। 2 କପ୍ ଚାଉଳ ମାତ୍ରାକେ ହିଁ ମାନେ ଗୋଟେ ବାଣ ଚାଉଳ। ଏବେ ଦେଖନ୍ତୁ ମୁଁ ଭିଜେଇ ଦେଇଛି, ଭିଜେଇ 2-3 ଘଣ୍ଟା ଭିଜେଇ ଦେଇଛି। ଭିଜିଲା ପରେ ତାକୁ ଭଲ ବାଟି ଦେବା, ପୁରା ଚିକଣିଆ ପେଷ୍ଟ କରି ବାଟି ଦେବା। ବାଟି ଦେଇ ସାରିଲା ପରେ ଆପଣ କ୍ଷୀର ଦେଇକି ମଧ୍ୟ ବାଟି ପାରିବେ, ପାଣି ଦେଇକି ବାଟି ପାରିବେ। ଦେଖନ୍ତୁ ଏପଟେ ମୁଁ ଛେନା ବି ରେଡି କରିଦେଇଛି। ଛେନା ଦରକାର ଯେହେତୁ ଆମେ ନଡ଼ିଆ ଛେନା ଦେଇକି କରିବା, ଯେହେତୁ ମାଙ୍କ ପାଇଁ କରିବା ପିଠା, ସେଥିପାଇଁ ଛେନା ଦରକାର। ଏବେ ଦେଖନ୍ତୁ ଛେନା ତ ରେଡି ହେଇଗଲାଣି। ଆସନ୍ତୁ ଯିବା। ଦେଖନ୍ତୁ ନଡ଼ିଆ ଛେନା ଆମେ ପୁର ପାଇଁ କଣ କଣ ନେଇଛେ, ନଡ଼ିଆ ଛେନା ଗୁଡ଼ ଅଦା ଲବଙ୍ଗ ଅଳେଇଚ ଗୋଲମରିଚ ଡାଲଚିନି ତେଜପତ୍ର ତା ସହିତ ଶ୍ରୀକର୍ପୂର ଠାକୁରଙ୍କ ପୂଜା ଭୋଗରେ ନିହାତି ପକାଯାଏ, ଯାହା ଦ୍ୱାରା ଶୁଭ ହିଁ ହେଇଥାଏ। ଏବେ ତ ସବୁ ତିକ ରେଡି ହେଇଗଲା, ଆସନ୍ତୁ ଏବେ ଯିବା ଭାଜିବା। ଏପଟେ ଦେଖନ୍ତୁ କଡେଇରେ ମୁଁ ପାଣି ବସେଇ ଦେଇଛି। ପାଣିକି ଏପଟେ ବସେଇଦେବି, ସେପଟେ ମୁଁ ନଡ଼ିଆ ହିଁ ଭାଜିବି। ଦେଖନ୍ତୁ ଏପଟେ ମୁଁ ନଡ଼ିଆ ଭାଜିବା ପାଇଁ ଚାଲିଲି। ଏଠି ଏବେ ଅଳ୍ପ ଟିକେ ଖଣ୍ଡ ଗୁଡ଼ ଥିଲା, ତେଣୁକରି ଖଣ୍ଡ ଗୁଡ଼ରେ ପାଣି ଟିକେ ଦେଲେ ସେ ଭଲ ମେଲ୍ଟ ହେଇଯିବ। ତାପରେ ଦେଖନ୍ତୁ ମୁଁ ସେଥିରେ ନଡ଼ିଆ ପକେଇଦେଲି। ନଡ଼ିଆ ଟିକେ ଭଲ ଭାବେ ଭାଜି ହେଇଗଲା ପରେ ଆମେ ସେଥିରେ ଛେନା ଆଡ୍ କରିବା, ତା ସହିତ ଆମେ ଯୋଉ ଅନ୍ୟାନ୍ୟ ମସଲା ଯୋଉ ରଖିଛେ ତାକୁ ମଧ୍ୟ ଦେଇଦବା। ପୁରା ଭଲ ଭାବେ ଭାଜି ଦବା। ଦେଖନ୍ତୁ ଭାଜି ହେଇଗଲା ପରେ ନିହାତି ଭାବେ ଆପଣ ତାକୁ ଇଏ କରିବେ। ଆପଣ ଚାହିଁଲେ ଚିନିରେ ମଧ୍ୟ ଭାଜି ପାରିବେ। ଯେହେତୁ ଏଇଟା ଖଣ୍ଡ ଗୁଡ଼ ଟିକେ ଚିଲା ଅଂଶ ଅଛି, ତେଣୁକରି ନଡ଼ିଆ ଟା କଲର ଆସିବନି, ଟିକେ ଚିନି କଲର ଆସିବ। ସେଥିପାଇଁ ଦେଖନ୍ତୁ ନଡ଼ିଆ ଭାଜି ହେଇଗଲା ପରେ ଏଠି ମୁଁ ଛେନାକୁ ଆଡ କରିଛି। ଛେନାରେ ତ ପୁରା ଭଲ ଭାବେ ପୁରା ପାଣି ମରିଥିବ, ତେଣୁକରି ଏଠି ପାଣି ମଧ୍ୟ ବାହାରିବନି। ତାପରେ ଦେଖନ୍ତୁ ସେ ଭାଜି ହେଇଗଲା ପରେ ଏଠି ଆମେ ଯୋଉ ମସଲା ରେଡି କରିଥିଲେ, ସେ ମସଲାକୁ ଦେଇଦେଲେ। ଯେତେବେଳେ ତେଜପତ୍ର ଟା ବାହାରିଥିଲା, ସେ ତେଜପତ୍ରକୁ ମୁଁ ସେପଟେ ପାଣିରେ ଦେଇଦେଲି। ଏପଟେ ଆମର ଛେନା ନଡ଼ିଆ ଭଜା ରେଡି ହେଇଗଲା। ମାନେ ଆମର ପୁରଟି ପ୍ରସ୍ତୁତ ହେଇଗଲା। ଆସନ୍ତୁ ଯିବା ଆମେ ପିଠା ଏବେ ଜନ୍ତିବା। ଏବେ ଏପଟୁ ଗ୍ୟାସ୍ ଆମେ ଅଫ୍ କରିଦେଇକିନା ସେପଟେ ଆମର ପାଣି ଅଲରେଡି ଫୁଟି ସାରିଲାଣି। ସେ ପାଣିକି ଏବେ ଆମେ ଯାଇକିନା ଯୋଉ ଚାଉଳ ବାଟିକି ରଖିଥିଲେ ସେଥିରେ ଆମେ ଦେବା। ଶେଷରେ ପକେଇଦବା ଶ୍ରୀକର୍ପୂର। ଶ୍ରୀକର୍ପୂର ଟା ଅଧିକ ପକେଇବେନି, ଅଧିକ ପକେଇଲେ ପିତା ଲାଗିବ। ମାତ୍ର ଅଳ୍ପ ଟିକେ ପକେଇଦେବେ, ବେଶୀ ପକେଇବେନି। ଏବେ ଦେଖନ୍ତୁ ସେ ପାଣି ଆମର ଗରମ ହେଇଗଲାଣି। ଏଠି ଆମେ ପକେଇଦେଲେ ସ୍ଵାଦ ଅନୁସାରେ ଲୁଣ। ଯେହେତୁ ଗୋଟେ ମାନେ ଚାଉଳ ନେଇଥିଲେ, ସେଇ ଚାଉଳ ଅନୁସାରେ ଆମେ ଲୁଣ ପକେଇବା। ଚାଉଳ ଟିକେ ବାଟିବା ଅଧିକ ସମୟ ହେଇଗଲାଣି, ସେଥିପାଇଁ ସେ ଟିକେ ମାନେ ଟାଇଟ୍ ହେଇକି ଟିକେ ବିଣ୍ଡା ହେଇଯିବ, ସେଥିପାଇଁ ମୁଁ ଟିକେ ଗୋଳେଇ ଦେଲି। ଇଏ ଭଲ ଭାବେ ଟିକେ ଗୋଳେଇ ହେଇଗଲା ପରେ ଆମେ ସେଥିରେ ନେଇକି ଢାଳିବା। କିନ୍ତୁ ତା ପୂର୍ବରୁ ଯୋଉ ପାଣି ଦେଇଛେ, ପାଣି କାଲେ ପାଣିଆ ହେଇଯାଏ ପିଠଉଟା, ସେଥିପାଇଁ ପାଣି ଟିକେ କାଢିଦବା। ଏବେ ଦେଖନ୍ତୁ ସେଇ ପାଣିରେ ପିଠଉ ଆସ୍ତେ ଆସ୍ତେ ଢାଳିକି ଆମେ ଦେଇଦବା। ଦେଖନ୍ତୁ ଆସ୍ତେ ଆସ୍ତେ ପୁରା ଗୋଟା ହେଇକି ରହିଯିବ, ଆଉ ଭଲ ଭାବେ ଯନ୍ତୁଆଣୀ ପ୍ରସ୍ତୁତ ହେଇଯିବ। ଆମେ ପାଣି କାଢିବାର କାରଣ ହେଲା, ଯଦି ଆମକୁ ପାଣିଆ ହେଇଯିବ ତ ଭଲ ଲାଗିବନି। ଆଉ ଯଦି ଏମିତିରେ କାଢି ଦଉଛେ ପାଣି, ଯଦି ପାଣି ନ ପାଇଲା ତାହେଲେ ଆମେ ସେଇ ପାଣିଟାକୁ ମଧ୍ୟ ଦେଇପାରିବା। ସେଥିପାଇଁ ପାଣି ଟିକେ କାଢିକି ରଖିଥିଲେ ବହୁତ ଭଲ। ଏବେ ଦେଖନ୍ତୁ ଯନ୍ତୁଆଣୀ ଆସ୍ତେ ଆସ୍ତେ ପୁରା ଆରମ୍ଭ ହେଇଗଲାଣି, ଲେଉଟିବା ଆରମ୍ଭ ହେଇଗଲାଣି। ଯନ୍ତୁଆଣୀ ଯେତେବେଳେ ଏମିତି ପୁରା ଭଲ ଭାବେ ହେଇଯିବ, ସେ କଡେଇ ଛାଡିଯିବ। ପ୍ରାୟ ଏପଟ ସେପଟ ପୁରା ଲେଉଟିବା ସେ ଆରମ୍ଭ ହେଇଯିବ। ଏଠି ଆମର ତ ରେଡି ହେଇଗଲାଣି ଜନ୍ତୁଆଣୀ। ମାନେ ଚାଉଳ ମଣ୍ଡା ପିଠା ପାଇଁ ଯନ୍ତୁଆଣୀ ରେଡି ହେଇସାରିଲାଣି। ୟାକୁ ଜଷ୍ଟ ଟିକେ ଥଣ୍ଡା ହେବା ପାଇଁ ଛାଡିଦବା। ଦେଖନ୍ତୁ ହାତରେ ବି କିଛି ଲାଗୁନି। ଯଦି ନସିଯିବ ତାହେଲେ ସେ ଚିପଚିପା ହେଇକି ଲାଗିବ, ଭଲ ଲାଗିବନି। ଆଉ ସିଝି ଯାଇଥିଲେ କିଛି ଏଥିରେ ଲାଗିବନି। ୟାକୁ ଏବେ ସାଇଡରେ ମଧ୍ୟ ରଖିଦବା, ଆଉ ଗୋଟେ କଡେଇରେ ପାଣି ଆମେ ବସେଇଦବା, ଯାହା ଦ୍ୱାରା ସେ ପାଣିରେ ଆମେ ମଣ୍ଡା ପିଠାକୁ ଛାଡିବା। ଏବେ ଦେଖନ୍ତୁ ତାକୁ ଟିକେ ମାତ୍ର ଅଳ୍ପ ଟିକେ ଥଣ୍ଡା ହେଇଗଲା ପରେ, ଯେମିତି ହାତରେ ଆମେ ଧରି ପାରିବା, ତାହେଲେ ଯନ୍ତୁଆଣୀଟି କରିହବ। ଦେଖନ୍ତୁ ଯନ୍ତୁଆଣୀ କେମିତି ନେଇଯିବେ, ଭଲଟା ଗୋଲ ସେପ କରିଦେବେ, ଗୋଲ ଗୋଲ କାଞ୍ଚି କରିଦେବେ। କାଞ୍ଚି ଦେଇକି ସେ ଯୋଉ ପୁର ଆମେ ପ୍ରସ୍ତୁତ କରିଥିଲେ, ସେ ପୁରକୁ ଦେଇ ଦେଇକି ତାକୁ ଭଲ ଭାବେ ବୋଜିଦବା, ଯାହା ଦ୍ଵାରା ସେ ଭଲ ଲାଗେ, ଗୋଟେ ପୁରା ଗୋଲ ହେଇକି ରହିଯିବ, ସୁନ୍ଦର ଦେଖାଯିବ। ଦେଖନ୍ତୁ ଆପଣ ଦେଖିକି ମଧ୍ୟ ଜାଣିପାରୁଥିବେ କେତେ ସୁନ୍ଦର ଭାବରେ ପିଠାଟି ହେଇଛି। ଯାହାକି ପୁରା ତୁଲତୁଲିଆ ଭଳି ଦେଖାଯାଉଛି ମଧ୍ୟ। ଦେଖନ୍ତୁ ଏମିତି ଆକାର ଆପଣ ଏମିତି ତାକୁ ସେପ୍ ଟାକୁ ସେଥିରେ ଦେଇ ପାରିବେ, ନହେଲେ ତାକୁ କାଢିକି ବି ଥୋଇ ଦେଇ ପାରିବେ। ଆପଣଙ୍କ ଇଚ୍ଛା, ଆପଣ ଯେମିତି ବି କରିପାରିବେ। ରେଡି ହେଇଗଲା ଏଠି ଆମର ପିଠା। ଆସନ୍ତୁ ତାକୁ ଯିବା ଆମେ ଛାଣିଦବା ଏବେ। ଆଶା କରୁଛି ଭିଡିଓଟି ବହୁତ ଭଲ ଲାଗିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ ଆଇକନକୁ ଅଲ୍ କରିବା ସଙ୍ଗେ ସଙ୍ଗେ ଫେସବୁକ ଦେଖୁଥିଲେ ଫେସବୁକ ପେଜ ଫଲୋ କରିଦେବେ।
ଏବେ ଦେଖନ୍ତୁ ପାଣି ଫୁଟିବା ଆମର ଆରମ୍ଭ ହେଇଯାଇଛି। ପାଣି ଭିତରେ ଏବେ ଆମେ ମଣ୍ଡାକୁ ଦେଇଦେବା। ମଣ୍ଡା ଦେଲା ବେଳେ ପିଠାଟା ଆମର ସିଝିବ, ସମ୍ପୂର୍ଣ୍ଣ ସେ ଭାସିବ। ଭାସିଲେ ଜାଣିବେ ମଣ୍ଡା ପିଠା ଆମର ରେଡି ହେଇଗଲା। ଏହିପରି ଆକାରରେ ଆପଣମାନେ ମଣ୍ଡା ପିଠା କରନ୍ତୁ, ମାଙ୍କୁ ପ୍ରସାଦ ରୂପେ ଦିଅନ୍ତୁ, ନିଜେ ମଧ୍ୟ ଘରେ ଆଶା କରୁଛି ଭିଡିଓ ବହୁତ ଭଲ ଲାଗିଥିବ, ହେଲ୍ପଫୁଲ ମଧ୍ୟ ହେଇଥିବ। ଆଉ କେମିତି ଦେବେ ଟିକେ କମେଣ୍ଟ ମଧ୍ୟରେ କହିବେ। ଭଲ ଲାଗିଲେ ସେୟାର ସବସ୍କ୍ରାଇବ କରିବେ, ପାଖରେ ଥିବା ବେଲ ଆଇକନକୁ ଅଲ୍ କରିଦେବେ। ତାହେଲେ ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ମା ନମସ୍କାର। ଦେଖା ହବା ଗୋଟେ ନୂଆ ଭିଡିଓରେ। ଦେଖନ୍ତୁ କେତେ ସୁନ୍ଦର ପିଠାଟା ପୁରା ଭାସୁଛି ପାଣିରେ। ତାକୁ ଏମିତି ଆକାର ଡଙ୍କି ସାହାଯ୍ୟରେ ବା ଜାଲି ସାହାଯ୍ୟରେ ଛାଣିଦେବେ। ଟିକେ ଥଣ୍ଡା ହେଲା ପରେ ପିଠା ଖାଇବେ, ଦେଖିବେ କେତେ ସୁନ୍ଦର ଲାଗିବ। ତା ଦ୍ୱାରା ମଣ୍ଡା ପିଠା ସେଖର ଦିନକୁ ବହୁତ ଭଲ ଲାଗିଥାଏ। ଆପଣଙ୍କୁ କଣ କେମିତି ଭଲ ଲାଗେ କମେଣ୍ଟ କହିବେ। ଆଉ ରଖିଲି, ଧନ୍ୟବାଦ, ଜୟ ଜଗନ୍ନାଥ। ଏବେ ତ ଆମର ପ୍ରସ୍ତୁତ ହେଇଗଲା ସ୍ପଞ୍ଜି ସ୍ପଞ୍ଜି ସୁଆଦିଆ ମଣ୍ଡା ପିଠା। 10 ପୁର ଦିଆ ମଣ୍ଡା ପିଠା। ଦେଖନ୍ତୁ କେତେ ତୁଲତୁଲିଆ ପିଠା ହେଇଛି। ଆପଣ ଭିଡିଓକୁ ଦେଖିକି ଜାଣିପାରୁଥିବେ। ଦେଖନ୍ତୁ ଗୋଟେ କାଟିକି ଦେଖେଇ ଦଉଛି। ଦେଖନ୍ତୁ ଗୋଟେ ପିଠାଟେ ତୁଲତୁଲିଆ ଭଳିଆ ହେଇଛି, କେତେ ସୁନ୍ଦର ଭାବରେ ହେଇଛି।